ଫତୁରାନନ୍ଦଙ୍କ ରଚିତ ଗଳ୍ପଟିର ବିଶେଷ ଶୀର୍ଷକ ଚତୁରେ ଚତୁରେ। ଚଣାଚଟା ଦାସର ବଡ଼ ପୁଅ ଶମ୍ଭୁନାଥ ଯେଉଁଦିନ ବାପା ପାଖକୁ ଯାଇ କହିଲା, ବାପା ମୁଁ ବିଏ ପାସ୍ କରିଛି, ସେଦିନ ତା ବାପା ଖୁବ୍ ଖୁସି ହୋଇଯାଇ ଦୁଇ ନିଶ ସାଉଁଳେଇବାକୁ ଲାଗିଲା। ପୁଅକୁ ବଧେଇ ନ ଦେଇ ସେ ଆଗ ଗଲା ତାର ପଶାପାଲି ସାଙ୍ଗ ଚେମେଣା ସାହୁ ପାଖକୁ। ତା ପାଖରେ ବସି ଖୁବ୍ ଗମ୍ଭୀର ହୋଇଯାଇ କହିଲା, ଜାଣିଲୁ ଚେମା, ଆମ ଶମ୍ଭୁ ଆଜି ବିଏ ପାସ୍ କଲା। ଲାଟ ସାହେବ କିସ୍କଦରେ ଖବରଟାକୁ ଜାଣିନେଇ ତା ପାଖକୁ ଗୋଟାଏ ଟେଲିଗ୍ରାଫ କରିଛନ୍ତି। ପୁଅ ସେ ଟେଲିଗ୍ରାଫ ମୋ ଆଗରେ ପଢ଼ି ଶୁଣାଇ ଦେଇଥିଲା। ସେଇଟା ଠିକ୍ କରି ମୋର ମନେ ତ ନାହିଁ, ତେବେ ତାର ସାର କଥା ହେଲା, ବାବୁ ଶମ୍ଭୁ, ତମେ ବିଏ ପାସ୍ କରିଥିବା ଶୁଣି ମୁଁ ବଡ଼ ଖୁସି ହୋଇଗଲି। ତୁମେ ଏଠାକୁ ଆସ, ତୁମେ ଯେଉଁ ଚାକିରି କହିବ ମୁଁ ତୁମକୁ ସେ ଚାକିରି ଦେବି। ଟୋକାଟା ହମ ହମ ହେଉଥିଲା ଯିବା ଲାଗି, ହେଲେ ମୁଁ ତାକୁ ବନ୍ଦ କରିଦେଲି। କହିଲି, ଟିକେ ଅଟକି ଯା, ଟେଲିଗ୍ରାଫ ପାଇ ସାଙ୍ଗେ ସାଙ୍ଗେ ଚାଲିଗଲେ ସେ ଭାବିବେ ଏ ଟୋକାଟା ବଡ଼ ଚାକିରି ବିକଳିଆ ଥିଲା ବୋଧହୁଏ, ଚିଠି ପାଇବା ସଙ୍ଗେ ସଙ୍ଗେ ଧାଇଁ ଆସିଛି। ତୋ କଥାଟା ସିନା ପିଲାରେ ପିଲାରେ ଉଡ଼ିଯିବ, ହେଲେ ମୋ ଇଜ୍ଜତ ମତ କେଉଁଠି ରହିବ? ଲାଟ ସାହେବ ଏହା ମଧ୍ୟ ଭାବିବେ ଯେ ଚଣାଚଟା ଦାସ ବୋଧହୁଏ ବଡ଼ ବିକଳିଆ ଅଛନ୍ତି। ଏ କଥା ଲାଟ ସାହେବ ଯେବେ ବଡ଼ ବଡ଼ ହାକିମମାନଙ୍କ ଆଗରେ କହିଦେବେ, ତେବେ ମୁଁ କାହା ଆଗରେ ମୁହଁ ଦେଖାଇ ପାରିବି ନାହିଁ। ତୁ କ'ଣ ଭାବୁଛୁ କହିଲୁ? ଚେମେଣା ଦାସ ଖୁସିଟାଏ ହୋଇଯାଇ କହିଲା, ତୁ ଠିକ୍ କହିଛୁ ରେ ଭାଇ, ଠିକ୍ କରିଛୁ। କାଲି ଆମ ଗାଁ ଦେବତୀ ଉଖୁଡ଼ା ଖାଇଙ୍କ ପାଖରେ ଚୁଡ଼ା ଘଷା, ବାଡ଼ିଆ, ଡାଲମା, ପଙ୍ଗତଟାଏ କରିବା। ମୁଁ ବି କିଛି ଆମ୍ବୁଲ ବେସର କରିଦେବି, ପଙ୍ଗତଟା ଜମି ଉଠିବ। ଆଉ ଚଣାଚଟା ମନେ ମନେ ଭାବିଗଲା, ଶ୍ୱଶୁର ପୁଅଟା ପକ୍କା ଢେଲୁ ଅଛି। ଯାହା କିଛି ହଉ ତାର ଉଖୁଡ଼ା ଖାଇଙ୍କ ପାଖରେ ପଙ୍ଗତଟାଏ ଦରକାର। ସେଦିନ ସେ ଉଖୁଡ଼ା ଖାଇଙ୍କ ପାଖରେ 3-4 ଜଣଙ୍କ ଖୋରାକ ପେଟରେ ପୂରାଇ ଘରେ ଯାଇ ହେଉଡ଼ି ମାରିବ। ମୋର ଯେ କେତେ ଖରଚ ହେବ ସେତକ ସେ କ'ଣ ଜାଣିବ? ତାପରେ ମୁହଁ ଖୋଲି ସେ କହିଲା, ଆରେ ଉଖୁଡ଼ା ଖାଇଙ୍କ ଯୋଗୁଁ ସେ ପାସ୍ କଲା କି? ମୁଁ 1000 ଟଙ୍କା ପାଣି ପରି ଖର୍ଚ୍ଚ କରିଦେଲି, ତେବେ ନା ଯାଇକି ସେ ବିଏ ପାସ୍ କରିଗଲା। ଉଖୁଡ଼ା ଖାଇଙ୍କୁ ଚୁଡ଼ା ଘଷା ଦେବି କାହିଁକି? ବରଂ ତୋ ଘରେ ଦିନେ ତ୍ରିନାଥ ମେଳା କରିଦେବା। ତୋ ଘରେ ତ ତୁ ଏକୁଟିଆ, ମୁଁ ତ ଏକୁଟିଆ ଆସିବି। ଆମ 2 ଜଣଙ୍କ ଭିତରେ ତ୍ରିନାଥ ମେଳାଟା ସାରିଦେବା। ତୋର କ'ଣ ସେ ପୁଅ ନୁହଁ? ତୁ ଚୁଡ଼ା ଗୁଡ଼ ଠିକ୍ କରି ରଖିଥିବୁ, ମୋ ଘରୁ ମୁଁ ନଡ଼ିଆ ନେଇ ଆସିବି। ଆମ 2 ଜଣଙ୍କ ମଧ୍ୟରେ କଥାଟା ଅଟକି ରହିଯିବ। ପଦାରେ ପ୍ରକଟ ହେଲେ ଲୋକେ ଥଟ୍ଟା କରିବେ, ପୁଅ ପାସ୍ କରିଛି ବୋଲି ଦେଖେଇ ହେଉଛି। ଉଖୁଡ଼ା ଖାଇଙ୍କୁ ମାର ଗୁଲି, ତୋରି ଘରେ 2 ଜଣିଆ ତ୍ରିନାଥ ମେଳା କରିଦେବା। ଚେମେଣା ଦାସ ଗୁମ୍ ହୋଇ ବସିଯାଇ ଭାବିବାକୁ ଲାଗିଲା। ଚଣା ତ ଭାରି ଚାଲାକ ଦେଖୁଛି। ମୁଁ ଆଣିବି ଚୁଡ଼ା ଓ ଗୁଡ଼, ତା ବାଡ଼ିରେ ନଡ଼ିଆ ଗଛ ଅଛି, ଘରେ ନଡ଼ିଆ ଥିବ, ତହିଁରୁ ଫାଳେ ନଡ଼ିଆ ଆଣିବ। ମୋର ପଇସା ଖର୍ଚ୍ଚ ହେବ, ତାର ଦେହ ହଲିବ ନାହିଁ। ତ୍ରିନାଥଙ୍କ ପାଖରେ ତା ଧନ୍ୟବାଦଟା ବିନା ସଲାମିରେ ଦାଖଲ ହୋଇଯିବ। ମୁଁ ଯେମିତି କିଛି ଜାଣିନାହିଁ। ଆଉ ଶମ୍ଭୁଟା କେତେ କଷ୍ଟରେ ଆଠାରୁ ତାଠାରୁ ବହି ମାଗି ଟ୍ୟୁସନ୍ କରି ପାଠ ପଢ଼ିଲା। ୟା ଅଣ୍ଟାରେ କ'ଣ ଥିଲା ଯେ ଶମ୍ଭୁ ପଢ଼ାରେ 2 ପଇସା ଖର୍ଚ୍ଚ କରିପାରିଥାନ୍ତା? ପୁଣି ଗୋଟା କଥା ଭାବି ସେ ଅନିଚ୍ଛା ପ୍ରକାଶ କରିବାକୁ ରାଜି ହେଲା ନାହିଁ। ପୁଅଟା ପାସ୍ କରିଛି, ଆଜି ନାହିଁ କାଲି ତ ଚାକିରିଟା କରିବ। କେତେ ଝିଅବାଲା ଏଠାକୁ ଛୁଟିବେ। ଆଡ଼କୁ ଜୋଇଁ ଶିକାରୀମାନେ ଚଣାପଟା ଘର ଆଗରେ ଧାଡ଼ି ବାନ୍ଧିଲେ। ଚଣାପଟାର ପରମ ମିତ୍ର ଚେମେଣା ଘରେ ମଧ୍ୟ ଥୋକେ ଧାଡ଼ି ବାନ୍ଧିଲେ। ହେଲେ ପୁଅ ବିକା ଦରଟା ବହୁତ ଚଢ଼ା ଥିବାରୁ ପ୍ରାୟ ସମସ୍ତେ କିଣି ନ ପାରି ଫେରିଗଲେ। ଜଣେ 2 ଜଣ ବେହିଆପଣରେ ନାକେଇ ହୋଇ ପଡ଼ିବାରୁ ଚଣା ଓ ଚେମେଣାଙ୍କ ମଧ୍ୟରେ ମନ୍ତ୍ରଣା ଚାଲିଲା। ଚେମେଣା କହିଲା, ଆରେ ଚଣା, ଆଜିକାଲି ଆବହାୱାଟା ଟିକେ ଦୁସୁରା ରକମର ହୋଇଗଲାଣି। ଯାହା କମ୍ ମିଳୁଛି ସେଥିରେ ତୁ ରାଜି ହୋଇଯା। ଆଇନ ଓ ଧରପଗଡ଼ ଆଜିକାଲି ଖୁବ୍ ଜୋରରେ ଚାଲିଲାଣି। ଅଳ୍ପ ହେଉ ପଛେ ତୁ ସେଥିରେ ରାଜି ହୋଇଯା। ନାଗସାପ ଫଁ କରି ଉଠିଲା ପରି ଚଣା କହିଲା, ହଇରେ, କ'ଣ ତୁ କହୁଛୁ? ଚେମେଣା ତାକୁ ଥାପୁଡ଼େଇ ଦେଇ କହିଲା, ଆରେ ଚାରିଆଡ଼କୁ ଟିକେ ଚାହାଁ, ଏମିତି ବାଇଆ ହେଉଛୁ କାହିଁକି? ତୋ କମ୍ବୁ ପାଇଁ କେହି ତ ଆଗ୍ରହ ଦେଖାଇବେ ନାହିଁ।
ତା କସର ଫେର ଉଠାଇବୁ କେମିତି? ତୁ କିଛି ଘାଟତିରେ ପଡ଼ିବୁ ନାହିଁ। କମ୍ବୁ ଲାଗି ତ କେହି ତୋ ପାଖରେ କି ମୋ ପାଖରେ ଧାଡ଼ି ବାନ୍ଧିବେ ନାହିଁ। ବରଂ ତା ପାଇଁ ତୋ ହାତରୁ ବାଟିଆ ବାଜିବ। ଖୁବ୍ ଗୁପଚୁପ୍ରେ କାମଟାକୁ ନେଇ ଆଣି ଥୋଇଦେବି। ତୁ ଯଦି ଫୁଡ଼ରୁ ଫାଡ଼ରୁ ହେବୁ ତେବେ ସବୁ ଭଣ୍ଡୁର ହୋଇଯିବ। ରାତିରେ ନିଛାଟିଆ ବେଳେ ମୁଁ ଯାହା କରିବି ତୁ ସେସବୁ ଜାଣିଲେ ସେଥିରେ ରାଜି ହୋଇଯିବୁ। ନଡ଼ା ହଲେଇ ହଲେଇ ଗୋଟାଏ ଓଳିଆ ଗାଈକୁ ପକଡ଼ିଲା ପରି ଚେମେଣା ଶେଷରେ ଗୋଟିଏ ଜୋଇଁ ଶିକାରୀକୁ ପକଡ଼ିଲା। କଳେ ବଳେ କୌଶଳେ ନିଜ ପାଉଣାତକ ଆଗ ହାତ କରିନେଲା। ନଡ଼ା ବିଡ଼ା ହଲାଇ ଶେଷରେ ସେ ଓଲିଆ ଗାଈକୁ ଚଣାର ଖୁଆଡ଼ ଭିତରେ ପୂରାଇ ଦେଲା। ସର୍ବମଙ୍ଗଳ ଜଗନ୍ନାଥ ବୋଲି କହି ଓ ନିଜ ପାଉଣାରୁ ଅଧେ ହାତରେ ଧରି ଚଣା ଓ ଚେମେଣା ଦିନ ଧାର୍ଯ୍ୟ କରିଦେଲେ। ନିର୍ବନ୍ଧର ଦରକାର ପଡ଼ିଲା ନାହିଁ। ଦୁହେଁ ଜଗନ୍ନାଥଙ୍କର ନିର୍ମାଲ୍ୟ ଧରି ଦୁଇ ସମୁଦି ହେବେ ବୋଲି ଶପଥ କରିନେଲେ। ସମୁଦି ଚାଲିଯିବା ପରେ ଚେମେଣା ଚଣାକୁ କହିଲା, ରେ ବୁଝିଲୁ, ମୁଁ ପଟି ମାରିଦେଲି। ଆମ ହାଣ୍ଡି ଭାତକୁ 2-3 ଦିନ ଶୁଖାଇ ନିର୍ମାଲ୍ୟ କରି ରଖିଥିଲି। କାହିଁକି ଜଗନ୍ନାଥଙ୍କର ଅସଲି ନିର୍ମାଲ୍ୟ ଧରି ଆମେ ପାପ ମୁଣ୍ଡେଇଥାନ୍ତେ? ଚଣା ଏହା ଶୁଣି ଖୁସ୍ ହୋଇଗଲା। ଜୋଇଁ ଶିକାରୀଟି ଆଗରୁ ଶମ୍ଭୁକୁ ଦେଖିଥିଲା ଓ ତା'ର ଚାକିରି ବାକିରି ବିଷୟରେ ମଧ୍ୟ ଜାଣିଥିଲା। ସେ ବି ଖୁସ୍ ହୋଇ ଫେରିଗଲା। ଚଣା ସମୁଦି ଘରେ ବାହାଘରର ଧୁମ୍ ଚାଲିଲା। ମଙ୍ଗଳ ପାକ ଦିନ ଝିଅକୁ ମଙ୍ଗୁଳି ସମସ୍ତେ ବରଧରାକୁ ପଠାଇଲେ। ପରଦିନ ସନ୍ଧ୍ୟା ହେବାକୁ ବସିଲା। ବରଧରା ଫେରିଲା। ବରର ଦେଖା ନାହିଁ। ସେ ହାଉଳି ଖାଇ ନିଜେ ଚଣା ଘରକୁ ଦୌଡ଼ିଲା। ସେଠି ଚଣା ପାଖରେ ବୋବାଳି ଛାଡ଼ିଲା, ହଇଓ ସମୁଦି, ବର ଗଲାନି କାହିଁକି? ଚଣା ଚେମେଣା ଦୁହେଁ ଗାଲରେ ହାତ ଦେଇ ବସିଥିଲେ। ଚଣା ମୁହଁରୁ କଥା ବାହାରିଲା ନାହିଁ। ଶେଷରେ ଚେମେଣା ଦୁଃଖରେ ଭାଙ୍ଗି ପଡ଼ିଲା ପରି ହୋଇ କହିଲା, ସମୁଦି, ଆମ ମୁଣ୍ଡରେ ବଜ୍ର ପଡ଼ିଗଲା। ଶମ୍ଭୁବାବୁ ଏଠାକୁ ଆସିବେ ନାହିଁ ବୋଲି ନାସ୍ତିବାଣୀ ଶୁଣାଇ ଦେଇଛନ୍ତି। ତୁମ ସମୁଦୁଣୀଟା ଘରେ ବେହୋସ ହୋଇ ପଡ଼ିଛି। ସମୁଦି ଉତ୍କ୍ଷିପ୍ତ ହୋଇ ରଡ଼ି ଛାଡ଼ିଲା, ଏ କ'ଣ କହୁଛ? ଖେଳ ଘର କଥା ପଡ଼ିଛି କି? ପୁଅକୁ କ'ଣ ଆଗରୁ ପଚାରି ନଥିଲ କି? ମୁଁ ଝିଅ ମଙ୍ଗୁଳେଇ ଘରେ ବସେଇଛି, ଏବେ କରେ କ'ଣ? କେଉଁଠିକି ଏଇକ୍ଷିଣା ବର ଗୋଟାଇବାକୁ ଯିବି? ତୁମ ପୁଅ ମୁଣ୍ଡରେ ମୋ ଝିଅକୁ ମାଡ଼ିବାକୁ ମୁଁ ଚାହେଁନା। ସେ ନହେଲା ତ ନାହିଁ। ତୁମେ ଆଉ ଗୋଟିଏ ବର ଶୀଘ୍ର ଯୋଗାଡ଼ କର। ଏହା କ'ଣ ଆଗରୁ ଜାଣିନଥିଲ? ମୁଁ କିଛି ଶୁଣିବି ନାହିଁ। ଶୀଘ୍ର ମୋ ପାଇଁ ବର ପାତ୍ର ଯୋଗାଡ଼ କର। ଚେମେଣା ଏତିକି ଶୁଣିବାକୁ ଟାକି ବସିଥିଲା। ସେ ସଙ୍ଗେ ସଙ୍ଗେ ଚଙ୍ଗା ହୋଇପଡ଼ି କହିଲା, ହଉ ହେଲା, ସେଇଆ ହେଉ। ତୁମ ଝିଅ କିଏ, ଆମ ଝିଅ କିଏ? ତୁମ ଝିଅକୁ ଆମେ କ'ଣ ବାଛନ୍ଦ କରାଇଦେବୁ ନା କ'ଣ? ସେ ତାହା ହେବ ନାହିଁ। ଶମ୍ଭୁ ଟୋକାଟା ଚାକିରିରେ ନୂଆ ଜଏନ୍ କରିଛି ନା ନାହିଁ, ଅଫିସ କାମରେ ବହୁ ଦୂରକୁ ଚାଲିଯାଇଛି। ଆସିବାକୁ 4-5 ଦିନ ଲାଗିଯିବ। ସେଥିପାଇଁ କିଛି ପରବାଏ ନାହିଁ। ଚଣାକର ଆଉ ଗୋଟିଏ ତ ପୁଅ ଅଛି, କେଉଁଠି ଖୋଜିବା ଦରକାର ନାହିଁ। ସେ ତ ଘରେ ଅଛି, ତାକୁ ହିଁ ଆମେ ପଠାଇ ଦେଉଛୁ। ସେ ଶମ୍ଭୁଠୁ ମାତ୍ର ବର୍ଷେ ସାନ। ଝିଅ ଏଇ ଘରକୁ ଆସିଥାନ୍ତା, ଏବେ ଏଇ ଘରକୁ ଆସିବ। କ'ଣ ଚଣା, ଆଉ ଡେରି କରିବା ଉଚିତ ନୁହେଁ। ଚଣା କୁନ୍ଥେଇ କୁନ୍ଥେଇ ହୋଇ କହିଲା, ହଉ, ମୁଁ ସେଥିରେ ରାଜି। ହାଉଳା ଖାଇଥିବା ସମୁଦିକର ରାଜି ଅରାଜି କଥା ଉଠୁଛି କୁଆଡ଼ୁ? ସେ ସେଥିରେ ରାଜି ହୋଇଗଲେ। ବାହାଘର ଦିନ କମ୍ବୁ ଖିଅରବାର ଜାମାଜୋଡ଼ ହୋଇ ବରଯାତ୍ରୀମାନଙ୍କ ସାଙ୍ଗରେ ଶ୍ୱଶୁର ଘର ଆଡ଼େ ଯାତ୍ରା କଲା। କମ୍ବୁକୁ ଚେମେଣା ଆଗରୁ ତିଆରି କରି ଦେଇଥିଲା। ଦେଖ କମ୍ବୁ, ବାପ ଘରେ ଫାଡାମି କରୁଥିଲୁ ବୋଲି ସେଠି ଯେପରି ତା'ର ସୁରା କିଛି ନ ଦେଉ। ତୋତେ ଆଗରୁ ଯେମିତି ଶିଖେଇଛି ଶ୍ୱଶୁର ଘରେ ସେମିତିଆ ଚାଲିଚଳନ ଦେଖାଇବୁ। ମନରେ ରଖିଥା, ବେଶୀ ଗୁଡ଼ା ଭଡ଼ର ଭଡ଼ର କାହା ସାଙ୍ଗରେ ହେବୁ ନାହିଁ। ବଡ଼ ବଡ଼ିଆମାନେ କହିଛନ୍ତି ଯେ କଥାବାର୍ତ୍ତା ନ କରିବା ଯାଇ ମୂର୍ଖ ଶୋଭା ପାଉଥାଏ। ଖବରଦାର, ଶ୍ୱଶୁର ଘରେ ମୋର ସମସ୍ତ କଥା ଯେମିତି ଭୁଲି ନ ଯାଉ। ଦୁଇ ସମୁଦି ମନେ ମନେ ଭାରି ଖୁସ୍। ଝିଅ ବାପା ଅଧା ଯୌତୁକ ଦେଇ ବରଟାଏ ପାଇଗଲା ଏବଂ ପୁଅ ବାପା ଗୋଟେ ପଚରା ପରିବା ପାଇଁ ଅଧା ଦାମ ପାଇଗଲା। ଭଲ ପରିବାଟି ତ ଯେଉଁ ଦିନ ହେଲେ ଉଚ୍ଚା ଦାମରେ ବିକ୍ରି ହେବ। ଚେମେଣା ବି ଖୁସ୍, କାରଣ ସେ ତ୍ରିନାଥ ମେଳାର କସରଟା ଉଠାଇ ଦେଇଛି। ତାର ବି ଆଉ କିଛି ପାଉଣା ମିଳିବାର ଆଶା ମଧ୍ୟ ଅଛି।